ନିଜର କୃତଜ୍ଞତା ଜ୍ଞାପନ କରେ, ଧନ୍ୟବାଦ ଦିଏ। ଏ ଗ୍ରୁପ କୁ ମୁଁ ସଦାବେଳେ ମୋ ପରିବାର ବୋଲିକି ମୁଁ ଚିନ୍ତା କରେ। ସେଥିପାଇଁ ପ୍ରଭୁ ଗୌରବ ପାଆନ୍ତୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରୁଛନ୍ତି, ସେଥିପାଇଁ ପ୍ରଭୁ ଗୌରବ ପାଆନ୍ତୁ। ବିଶେଷ କରିକି ମୁଁ ମୋର ସେବା କାର୍ଯ୍ୟ ନିମନ୍ତେ ନିତ୍ୟ ପ୍ରାର୍ଥନାରେ ଆଣୁଥିବା ହେତୁ ପୁନର୍ବାର ଧନ୍ୟବାଦ ଦିଏ। ମୋର ସେବା କାର୍ଯ୍ୟ ମୁଁ ପ୍ରଭୁ ମତେ ବ୍ୟବହାର କରୁଛନ୍ତି ଖୋର୍ଦ୍ଧା ଅଞ୍ଚଳରେ ବିଜାତି ମାନଙ୍କ ମଧ୍ୟରେ ବିଶେଷ କରିକି ପ୍ରାର୍ଥନାରେ ମଧ୍ୟ ସ୍ମରଣ କରୁଥିବେ। ଆସନ୍ତା ବଡଦିନ ପାଇଁ ଗୋଟେ ବଡ ପ୍ରୋଗ୍ରାମ ଟାକୁ ମୁଁ ବଡ ମାନେ ପଢିବା ଆମମାନଙ୍କୁ ପଢିବାରେ ସାହାଯ୍ୟ କରିବେ। ବର୍ତ୍ତମାନର ସିଜନ ଅନୁସାରେ ଆମେ ଚାଲିଛୁ ମାଥ୍ୟୁ ପୁସ୍ତକ ତାର 2 ଅଧ୍ୟାୟ 1 ପଦ ଠାରୁ ତାର 11 ପଦ ପର୍ଯ୍ୟନ୍ତ ଜଣେ ଭାଇ କିମ୍ବା ଭଉଣୀ ପାଠ କରନ୍ତୁ ଏବଂ ଆଉ ଜଣେ ପ୍ରଥମ ପିତର 2 ଅଧ୍ୟାୟର 11 ପଦ ପଢନ୍ତୁ। ମାଥ୍ୟୁ ତାର 2 ଅଧ୍ୟାୟର 1 ପଦ ଠାରୁ 11 ପଦ ପର୍ଯ୍ୟନ୍ତ ଆଉ ଜଣେ ପଢନ୍ତୁ ପ୍ରଥମ ପିତର 2 ଅଧ୍ୟାୟର ଖାଲି 11 ପଦ। ମାଥ୍ୟୁ 2 ପର୍ବ 1 ରୁ 11 ପଦ ପର୍ଯ୍ୟନ୍ତ। ହେରୋଦ ରାଜାଙ୍କ ସମୟରେ ଯିହୁଦୀ ପ୍ରଦେଶର ବେଥଲିହମରେ ଯୀଶୁଙ୍କ ଜନ୍ମ ହେବା ପରେ ଦେଖ, ପୂର୍ବ ଦେଶର କେତେକ ପଣ୍ଡିତ ଜେରୁସାଲେମକୁ ଆସି କହିଲେ, ଯିହୁଦୀ ମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦେଶରେ ତାହା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଜେରୁସାଲେମ ନିବାସୀ ଉଦ୍ବିଗ୍ନ ହେଲେ। ପୁଣି ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ ତାହା ସେମାନଙ୍କଠାରୁ ବୁଝି ନେବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ କହିଲେ, ଯିହୁଦା ପ୍ରଦେଶର ବେଥଲିହମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖା ଅଛି, ଆଉ ତୁ ଯିହୁଦାଙ୍କ ପ୍ରଦେଶରେ ବେଥଲିହମ, ତୁ ଯିହୁଦାର ପ୍ରଧାନ ନଗର ସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁ, କାରଣ ଯେ ଆମର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋଠାରୁ ଉତ୍ପନ୍ନ ହେବେ। ତାହାପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି ସେହି ତାରା କେଉଁ ସମୟରେ ଦେଖାଗଲା ଏହା ସେମାନଙ୍କ ଠାରୁ ସୂକ୍ଷ୍ମ ରୂପେ ବୁଝିନେଲେ। ପୁଣି ସେ ସେମାନଙ୍କୁ ବେଥଲିହମକୁ ପଠାଇ କହିଲେ, ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲା କ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା। ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ। ଆଉ ଦେଖ, ସେମାନେ ପୂର୍ବ ଦେଶରେ ଯେଉଁ ତାରା ଦେଖିଥିଲେ ତାହା ସେମାନଙ୍କ ଆଗେ ଆଗେ ଯାଇ ଯେଉଁଠାରେ ଶିଶୁ ଥିଲେ ଶେଷରେ ସେହି ସ୍ଥାନ ଉପରେ ସ୍ଥାପିତ ହେଲା। ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ। ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ। ଆମେନ୍। ଅନମ୍ୟୁଟ୍ କରନ୍ତୁ। ପଢି ଦିଅନ୍ତୁ। ପରେ ହେରୋଦଙ୍କ ନିକଟକୁ ବାହାରି ନ ଯିବାକୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ୱଦେଶକୁ ପ୍ରସ୍ଥାନ କଲେ। ଧନ୍ୟବାଦ। ପ୍ରଥମ ପିତର ତାର 2 ଅଧ୍ୟାୟର 11 ପଦ ପଢନ୍ତୁ। हे ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷ ଗୁଡ଼ିକରୁ ବିମୁଖ ହୁଅ, ସେଗୁଡ଼ାକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ। ଧନ୍ୟବାଦ। ପ୍ରଭୁ ଏହି ପଠିତ ବାକ୍ୟରେ ଶ୍ରବଣରେ ଆମମାନଙ୍କୁ ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ବିଶେଷ କରିକି ଆମେ ଦେଖୁଛୁ ବର୍ତ୍ତମାନର ସମୟରେ ଏକ ଖ୍ରୀଷ୍ଟମାସ ସିଜନରେ ଆମେ ଅଛୁ, ଏକ ଏ ପ୍ରକାର ସିଜନରେ ଅଛୁ। ସମସ୍ତେ ଈଶ୍ୱରଙ୍କର ପ୍ରଶଂସା ଗୌରବର ଗୀତ, ପ୍ରଭୁଙ୍କର ମହିମାର ଗୀତ ଏବଂ ବଡଦିନ ଉପଲକ୍ଷେ ବିଭିନ୍ନ ପ୍ରକାରର ବାର୍ତ୍ତା ମାନେ ଶୁଣୁଛୁ। ତ ଆଜି ମଧ୍ୟ ଗୋଟେ ବାର୍ତ୍ତା ମାନଙ୍କୁ ପ୍ରଭୁ ରଖିଛନ୍ତି ଯେ ପଣ୍ଡିତ ମାନେ ସେଦିନ ଯୀଶୁଙ୍କୁ ଦେଖିବା ପାଇଁ ଗଲେ, ମେଷପାଳକ ମାନେ ସେଦିନ ଯୀଶୁଙ୍କୁ ଦେଖିବା ପାଇଁ ଗଲେ। ଅନେକ ବିଷୟରେ ଆମେ ଜାଣୁ, ଶୁଣିଛୁ, ବୁଝିଛୁ ସମସ୍ତ ବିଷୟ, କିନ୍ତୁ ଆଂଶିକ ଭାବରେ ଆମେ କିଛି ବିଷୟକୁ ଚିନ୍ତା କରିବା ଯେ ବର୍ତ୍ତମାନ 2024 ମସିହା ବର୍ଷ ପୂର୍ବରୁ ଯୀଶୁ ଆସିଥିଲେ ଶିଶୁ ରୂପରେ। ବର୍ତ୍ତମାନ 2024ରେ ପ୍ରଭୁ ଆମମାନଙ୍କୁ କଣ ତାର ବିଷୟରେ ତାର ତାତ୍ପର୍ଯ୍ୟ କଣ ଅଟେ, ଆଉ ସେ
बड़ दिन आम मान को कौन शिक्षा दिए गोटे ख्रीष्ट विश्वासी पाए से बड़ दिन आम मान को कौन शिक्षा दिए आग को बढ़िबा पाए से विषय नहीं आज अल्प समय आपण मान निकट में प्रभु रखा पाए चाहती जे आम जे प्रकार पढ़िलु पंडित मानकर विषय रे आउ पितर मध्य कहती जे आम्भे माने प्रवासी विदेशी आमने स्थान नहु तो गोटे प्रसंग नहीं कि आपण मान निकट में रखा आमे हूँ गोटे गोटे यात्री अटु आमे स्वर्गर यात्री अटु आम माने स्वर्गर यात्री अटु ए विषय नहीं कि प्रभु आम को कथा कहबा चाहती आमे गोटे यात्री जहाँकि स्वर्ग राज्यर यात्री अटु तो ए यात्री रो केतरा गुण विषय रे आपण मान निकट में रखा चाहे प्रथम विषय होची गोटे स्थान रु अन्य स्थान को से जाए गोटे यात्री गोटे स्थान रु अन्य स्थान को से यात्रा करे जे द्वितीय कोरिन्थीय पुस्तक तार 6 अध्याय 17 पद जते बेले पढ़िबे प्रभु पाउल कहउछन्ती तुमे माने सेही समस्त लोकन ठारो बाहरी आसो ताहेले प्रभु तुम मान को कोन करिवे ग्रहण करिवे तो पंडित माने देखो आमे जो पढ़िलु पंडित माने गोटे स्थान रु आ गोटे स्थान को यात्रा करूछन्ती गोटे स्थान रु बाहरिले आ गोटे स्थान को यीशु को साक्षात करिबा पाए से माने बाहरिले पूर्व देशर पंडित माने गोटे संसार रे मजी जाइथिबा व्यक्ति को प्रभु आज कहउछन्ती तुमको से स्थान छाड़िबा को पड़िबो पाउल कहिले जे कोरिन्थीय मंडली निकट को जे कहउछन्ती तुम्भे माने से मानक ठारो बाहरी आसो संसार ठारो बाहरी आसो ताहाले जाई कि प्रभु तुम मान को कोन करिवे ग्रहण करिवे संसार विषय मध्य रे थिबा अवस्था रे नोहंक परिवार को प्रभु कहले तुमे जहाज भीतर प्रवेश कर लोटंक परिवार को कुआ गला तुमे सेही सोदम होमारो बाहरी आस प्रभु कहउछन्ती आमान को किछि विषय ठारो बाहरी के आसीबा को पड़िबो जदि आमे कोनोसी विषय रे आमे आजि मध्य बसिकी अछु आजि मध्य जड़ित अछु आमान को प्रभु कहउछन्ती तुमको से स्थान छाड़िबा को पड़िबो कारण जते बेले इस्राएल लोक माने से माने जते बेले मिस्र देशर बंधन अवस्था रे थिले से माने जते बेले कांदिले प्रभु कहउछन्ती से माने को मो बाहर करिके नै कि आसीबी मिस्र थारो से माने को किरान अभिमुख रे यात्रा करबा पाए से माने को से मानकर राज्य को देश को से मानकर सब विषय को प्रभु कोन कले छाड़िबा पाए कहिले एवं से माने को कोन कले बाहर करिके आनिबा पाए मोर प्रिय प्रभुकर लोक माने आज हमें क्यों स्थान रे अछु आज हमें क्यों स्थान रे अछु आमान को प्रभु कहबा पाई चाहती जो स्थान रे अछु आमान को स्थान को परित्याग करिवार अछि एई बड़ दिन रो वार्ता आमान को एहा शिक्षा दिए पंडित माने से दिन निजर जागा को छाडिले निजर स्थान को छाडिले एवं यीशुक निकट को यात्रा कले जते बेला हमें गोटे स्वर्ग राज्यर यात्री अटु आमान को गोटे स्थान रे बसी की रहबा पाए हबो नै आमान को प्रभु कहउछन्ती हमर स्थान को छाडिबा को पड़िबो आमानकर पद को आमानकर गर्व को आमानकर समस्त विषय को आमान को छाडिबा को पड़िबो जते बेले जुनस जते बेले निनिबी महानगर रे प्रचार कले जते बेले से प्रचार करिबा समय रे सेही समय रो राजा कोन करछन्ती सिंहासन लेखा जाए 3 अध्याय रो दुनस पढिबे केते बेले दुनस 3 अध्याय 6 एवं 6 पद रो 9 पद भीतर लेखा हिची जुनसंकर प्रचार रे सेही निनिबी महानगर रो राजा कोन कले सिंहासन रो उल्लेख आसिले भस्म ऊपर बसुछन्ती उपवास घोषणा करूछन्ती लेखा जाय खाली मनुष्य नुह पशु मान को मध्य खाइबा बंद कर दिया गला मोर प्रिय प्रभुकर लोक माने ओय तो आमे आनंद करिबा पय जाउछु बड़ दिन आसुची पालन करिबा विभिन्न जाकजकमर सहित पालन करिबा ठीक किंतु आमे जानु आमे गोटे यात्री अटु आमे जाउछु डिसेंबर 25 पय से 25 रे पालन करिवो नो आमान को यात्रा करिवार अछि आमने गोटे यात्री क्यों आमने यात्री आमने गोटे स्थान रे वर्ष वर्ष बसिचु गोटे स्थान रे अछु कि आमानकर प्रार्थना जीवन आगो को बढ़ुछि कि नाही आमानकर वाक्य आमानकर पवित्रता आमानकर सब जीवन आगो को बढ़ुछि ना नाही आमान को चिंता करबा को पड़िबो हमर स्थान परिवर्तन होछि कि नाही
ସେଥିପାଇଁ ପାଉଲ କହିଲେ ଯେ ଏଇ ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, ଯୁଗକୁ ତୁମେ ସଂସାର ଠାରୁ ବାହାରିକି ଆସ। ସେଥିପାଇଁ ଆମମାନଙ୍କୁ ପ୍ରଭୁ କହିବା ପାଇଁ ଚାହାନ୍ତି ଆମମାନଙ୍କୁ କିଛି ବିଷୟ ଠାରୁ ପୃଥକ ହେବାର ଅଛି। ଦ୍ୱିତୀୟ କରନ୍ଥୀୟ ଯେ ପ୍ରକାର ମୁଁ କହିଲି 6:17 ପ୍ରଭୁ କହୁଛନ୍ତି ତୁମେ ସେମାନଙ୍କ ଠାରୁ ପୃଥକ ହୁଅ, ସଂସାରରେ ଥିବା ସମସ୍ତ ବିଷୟ ଠାରୁ ପୃଥକ ହେଇକି ଆସ। ପଣ୍ଡିତ ମାନଙ୍କର କଥା ଯେତେବେଳେ ଆମେ ପଢିଲୁ ଯେ ସେମାନେ ଜ୍ଞାନୀ ଲୋକମାନେ, ବୁଦ୍ଧି ବିଶିଷ୍ଟ ଲୋକମାନେ, ସେମାନେ କଣ କରୁଛନ୍ତି, ତାଙ୍କର କଣ ଦରକାର ଥିଲା ଆଜ୍ଞା? ସେଇମାନେ କଣ କରୁଛନ୍ତି, ନିଜର ଦେଶକୁ ଛାଡୁଛନ୍ତି। ଲେଖାଯାଏ ସ୍ପଷ୍ଟ ଭାବରେ ପୂର୍ବ ଦେଶର ପଣ୍ଡିତ ମାନେ ଆସୁଛନ୍ତି ବେଥଲେହେମ ନଗରକୁ ଯାତ୍ରା କରିବା ପାଇଁ। ଆଜି ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ପ୍ରଭୁ କହିବା ପାଇଁ ଚାହାନ୍ତି ଏଇ ଜଗତ ଠାରୁ ସ୍ୱର୍ଗକୁ ଯିବା ପାଇଁ ତୁମକୁ ସ୍ଥାନ, ତୁମର ସମସ୍ତ ବିଷୟକୁ ଛାଡିବାକୁ ପଡିବ, ଆଗକୁ ବଢିବାକୁ ପଡିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବର୍ଷ ବର୍ଷ ଆମେ ଗୋଟିଏ ସ୍ଥାନରେ ଅଛୁ ନା ଆମର ସ୍ଥାନ ପରିବର୍ତ୍ତନ ହଉଛି, ଆମମାନଙ୍କର ପ୍ରାର୍ଥନା ପରିବର୍ତ୍ତନ ହଉଛି, ଆମମାନଙ୍କର ଆତ୍ମିକ ଜୀବନ ଆଗକୁ ବଢୁଛି ନା ସେଇ ଗୋଟିଏ ସ୍ଥାନରେ ଅଛୁ? ଖାଲି ଗୋଟେ ନାଁକୁ ଆମେ ଆଉ ପାଳନ କରିବା, ବଡଦିନ ଆସୁଛି, ବଡଦିନରେ ଆଉ ସମସ୍ତ ବିଷୟ ଆୟୋଜନ କରାଯିବ, ଏନ୍ଜୟ କରିବା, ଠିକ ପ୍ରଭୁଙ୍କର ଗୌରବର ବିଷୟ ସେଟା। କିନ୍ତୁ ପ୍ରଭୁ କହିବା ପାଇଁ ଚାହାନ୍ତି ମୁଁ ଆଜି କେଉଁ ସ୍ଥାନରେ, ମୋର ସ୍ଥାନ ଆଜି ପରିବର୍ତ୍ତନ ହଉଛି କି, ମୋର ଯାତ୍ରା ଆଜି ଆଗକୁ ବଢୁଛି କି ନାହିଁ? ମୁଁ ତ ସ୍ୱର୍ଗ ରାଜ୍ୟର ଯାତ୍ରୀ, ଆଉ ଶିଶୁ ରୂପରେ ଆମମାନଙ୍କୁ ଭେଟିବାକୁ ପଡିବନି। ଏକ ବିଚାରକର୍ତ୍ତା ଭାବରେ ଆମେ ଯୀଶୁଙ୍କୁ ଭେଟିବାର ଅଛି। ତ ମୁଁ ସଂସାର ଭିତରେ ଅଛି ଆଉ ସଂସାର ଠାରୁ ଆଗକୁ ବଢୁଛି, ସେ ସ୍ୱର୍ଗର ପଥରେ ଯାତ୍ରା କରୁଛି ନା ସଂସାରରେ ମଜିକି ଅଛି? କିଛି କିଛି ବିଷୟ ମତେ ଆଜି ଜାବୁଡି ଧରି ଦେଇଛି କି? ମୋର ଅହଙ୍କାର, ମୋର ଧନ, ମୋର ଦୌଲତ, ମୋର ପଦ ପର୍ଯ୍ୟଦା, ମୋର ମଦ ମର୍ଯ୍ୟାଦା ଆଜି ମତେ ଆଗକୁ ବଢିବା ପାଇଁ ଦେଉନାହିଁ କି, ମତେ ସ୍ଥାନ ଛାଡିବା ପାଇଁ ଦେଉନାହିଁ କି? ଅନେକ ବିଷୟ ଜଗତରେ ଘଟୁଛି, ସମସ୍ତେ ସେମାନେ ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାତ୍ରା କରିବା ପାଇଁ ଭାରି କଷ୍ଟ, ସେମାନେ ଛାଡନ୍ତି ନାହିଁ କିଛି ବିଷୟ। ଆମେ ଜାଣୁ, ମୁଁ ଅଧିକ କହିବା ପାଇଁ ଚାହେଁ ନାହିଁ। ଦ୍ୱିତୀୟ ବିଷୟ, ଗୋଟେ ଯାତ୍ରୀ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାତ୍ରା କରେ। ଦ୍ୱିତୀୟ ବିଷୟ, ଗୋଟେ ଯାତ୍ରୀ ସେ କଣ କରେ, ସେ ଯାତ୍ରା କରିବା ସମୟରେ ପଚାରିକି ବୁଝେ, ପଚାରିକି ବୁଝେ। ତାର ଯାତ୍ରାରେ ନିଜର ଈଶ୍ୱରଙ୍କୁ, ଆଜି ଖ୍ରୀଷ୍ଟ ବିଶ୍ୱାସୀ ପଚାରିକି ଯିବାକୁ ପଡିବ। ପଣ୍ଡିତ ମାନେ ସେମାନେ କଣ କଲେ, ଯାଇକି ହେରୋଦଙ୍କୁ ପଚାରୁଛନ୍ତି, ଠିକ କଥା, ସେମାନେ ଭୁଲ ରାସ୍ତାରେ ପଶିଗଲେ, କିନ୍ତୁ ସେମାନେ ପଚାରୁଛନ୍ତି। ମାଥ୍ୟୁ 11:29 ଲେଖାଯାଏ, ଆମ୍ଭ ଠାରୁ ଶିଖ। ପ୍ରଭୁଙ୍କୁ ପଚାରିବା ଆବଶ୍ୟକ ରହିଛି। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଆଜି କାହାକୁ ପଚାରୁଛୁ? ଆମମାନଙ୍କର ଯାତ୍ରାରେ ଆଗକୁ କଣ ଅଛି, କି ପ୍ରକାର ଭାବରେ ଆମେ ଚାଲିବୁ, ଆମମାନଙ୍କୁ ପଚାରିବାକୁ ପଡିବ। ସେଦିନ ପଣ୍ଡିତ ମାନଙ୍କୁ ତାରା ଗାଇଡ କରିକି ନଉଥିଲା। ସେଦିନ ମେଷପାଳକ ମାନଙ୍କୁ ସ୍ୱର୍ଗର ଦୂତ ଆସିକି କହିଲେ ତୁମେ ଯାଅ, ଜଣେ ଗୁହାଳ ଘରେ ତୁମ ପାଇଁ ଜଣେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି। ଆଜି ଆମମାନଙ୍କୁ ପଚାରିବାକୁ ପଡିବ ଯେ ପ୍ରଭୁ ମୁଁ କେଉଁ ରାସ୍ତାରେ ଯିବି? ଯେତେବେଳେ ମୂଷାଙ୍କୁ ଯେତେବେଳେ ଆଉ କୁହାଗଲା ତୁମେ ଇସ୍ରାଏଲ ଲୋକମାନଙ୍କୁ ନେଇକି ଯିବ, ମୂଷା ପଚାରୁଛନ୍ତି ଯାତ୍ରା ପୁସ୍ତକ 33 ଅଧ୍ୟାୟକୁ ଯେତେବେଳେ ପଢିବେ, ପ୍ରଭୁ ଆପଣର ମହିମା ମତେ ଦେଖାଅ, ଆପଣର ପଥ ଆମମାନଙ୍କୁ ଦେଖାଅ, ଯେପରି ଆମେ ଯେପରି ସୁନ୍ଦର ଭାବରେ ଯାତ୍ରା କରିବାକୁ ପାରିବୁ। ଦ୍ୱିତୀୟ ବଂଶା ପ୍ରଥମ ବଂଶାବଳୀ 14 ଅଧ୍ୟାୟ 10 ଏବଂ 14 ଯେତେବେଳେ ପଢିବେ, ବାରମ୍ବାର ଦାଉଦ ପଚାରୁଛନ୍ତି ପ୍ରଭୁ ମୁଁ ଯୁଦ୍ଧକୁ ଯିବି କି ନାହିଁ, ଯୁଦ୍ଧକୁ ଯିବି କି ନାହିଁ? ପ୍ରିୟ ମୋର ପ୍ରଭୁଙ୍କର ଲୋକମାନେ, ଆମମାନଙ୍କର ଯାତ୍ରାରେ ଆମେ କାହାକୁ ପଚାରୁଛୁ? ବିଭିନ୍ନ ପ୍ରକାର ସିଷ୍ଟମେଟିକ ଜିନିଷ ସବୁ ବାହାରିଲାଣି। ମୋବାଇଲ ଠୁ ଆରମ୍ଭ କରି ବହୁତ ଦାମିକା ମୋବାଇଲଟା ଖାଲି କହିଦେଲେ ବିଭିନ୍ନ ପ୍ରକାର ଡାଇଗ୍ରାମ ବାହାରି ପଡୁଛି, ବିଭିନ୍ନ ପ୍ରକାର ଲୋକେସନ ବାହାରି ପଡୁଛି। କିନ୍ତୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀ, ଜଣେ ସ୍ୱର୍ଗର ଯାତ୍ରୀ ପାଇଁ କୋଉଠି ତାର ଗୁଗୁଲ ମ୍ୟାପ ଅଛି, ପ୍ରଭୁ ଯୀଶୁଙ୍କ ପାଖରେ ଅଛି, ତାଙ୍କୁ ପଚାରିବାକୁ ପଡିବ। ଆମ ଯାତ୍ରାରେ ତାଙ୍କୁ ପଚାରିବାକୁ ପଡିବ। ପଚାରିବା ପ୍ରଭୁ ମୁଁ ଏବଂ ମୋ ପରିବାର କି ପ୍ରକାର ଭାବରେ ଆଗକୁ ବଢିବୁ, କି ପ୍ରକାର ଭାବରେ ଆଗକୁ ବଢିବୁ, ଆମମାନଙ୍କୁ ପଚାରିବା ଆବଶ୍ୟକ ରହିଛି। ଯେତେବେଳେ ବିଲିୟମକୁ ଜଣେ ରାଜା ଆସି ତାଙ୍କୁ କହୁଛନ୍ତି ତୁମେ ଇସ୍ରାଏଲ ଲୋକଙ୍କୁ କଣ କର, ଅଭିଶାପ ଦିଅ, ବିଲିୟମ କହୁଛନ୍ତି ନା, ମୁଁ ପ୍ରଭୁଙ୍କୁ ପଚାରିଲା ପରେ ହିଁ ଯାହା କହିପାରିବି, ମୋ ଠାରୁ କିଛି ବାହାରିବ ନାହିଁ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ କେତେ ଦୂର ପ୍ରଭୁଙ୍କୁ ପଚାରୁଛୁ? ସକାଳେ ସନ୍ଧ୍ୟାରେ ଆଉ ସବୁବେଳେ ଆମେ କେତେ ଦୂର ଆମର ଜୀବନ ପାଇଁ ଆମେ ପଚାରୁଛୁ, ଆମର ଯାତ୍ରା ପାଇଁ ଆମେ ପଚାରୁଛୁ? ସାମସନ କଣ କଲେ?
ନିଜର ଇଚ୍ଛାରେ ଚାଲିଲେ ବିପଥରେ ଚାଲିଗଲେ ସେ। ଆଜି ଆମମାନଙ୍କୁ କାହାକୁ ପଚାରିବା ଆବଶ୍ୟକ? ଆମେ ଯଦି ଗୋଟେ ଗୋଟେ ଯାତ୍ରୀ, ପ୍ରାୟ ଦେଖନ୍ତୁ ଆପଣ ମାନେ ଯେତେବେଳେ ଜଣେ ନୂଆ ଲୋକ ଯେତେବେଳେ ଆସିଥିବେ ଆପଣ ମାନଙ୍କୁ ବି ଭେଟିଥିବେ, ଲୋକମାନେ ପଚାରିଥିବେ ଭାଇ ଏଡ୍ରେସ ଟା କୋଉଠିକି, ଭାଇ ଏଡ୍ରେସ ଟା କୋଉ ବସ୍ ଧରଲେ ମୁଁ କେମିତି ଯିବାକୁ ପାରିବି? ଆମକୁ ମଧ୍ୟ ସେମିତି ପଚାରିବାକୁ ପଡିବ। ଆମେ ଯେମିତିକି ପିତରଙ୍କ ପୁସ୍ତକରେ ପଢିଲୁ ଆମେ ବିଦେଶୀ ଅଟୁ, ଆମମାନଙ୍କୁ ଆଉ ଗୋଟେ ଦେଶକୁ ଯିବାର ଅଛି। ପଣ୍ଡିତ ମାନେ ପୂର୍ବ ଦେଶରୁ ଆସିଲେ ପଚାରି ପଚାରି ଯୀଶୁଙ୍କ ନିକଟକୁ ଯାଇପାରିଲେ, ଆମକୁ ମଧ୍ୟ ଯୀଶୁଙ୍କୁ ପଚାରି ପଚାରି ତାଙ୍କ ନିକଟକୁ ଯିବାର ରହିଛି। ଆମମାନେ କାହାକୁ ଆଜି ପଚାରୁଛୁ? ଗୃହର କର୍ତ୍ତାଙ୍କୁ ପଚାରିବା ଆବଶ୍ୟକ। ମୋ ଠାରୁ ବୟସ୍କ ଲୋକଙ୍କୁ ବୁଦ୍ଧି ମାଗିବା ଦରକାର, ପଚାରିବା ଦରକାର। ମଣ୍ଡଳୀରେ ଯଦି ଅଛୁ ଆମମାନଙ୍କର ପାଳକଙ୍କୁ ପଚାରିବା ଆବଶ୍ୟକ ରହିଛି। ଯଦି ମୁଁ ଗୋଟେ ସ୍ତ୍ରୀ ମୋର ନିଜର ସ୍ୱାମୀକୁ ପଚାରିବା ଆବଶ୍ୟକ, ଯଦି ମୁଁ ଗୋଟେ ସ୍ୱାମୀ ମୋ ସ୍ତ୍ରୀକୁ ପଚାରିବା ଆବଶ୍ୟକ, ମୁଁ ଯେତେବେଳେ ଗୋଟେ ଛୋଟ ପିଲା ଅଟେ ମୋର ବାପା ମାଙ୍କୁ ପଚାରିବା ଆବଶ୍ୟକ ରହିଛି। ଯଦି ଗୋଟେ ଜାଗାର କର୍ମକାରୀ ମୋର ଲିଡରକୁ ପଚାରିବା ଦରକାର। ସୋଲୋମନଙ୍କର ପୁଅ ମାନଙ୍କୁ ଯେତେବେଳେ ରାଜ୍ୟଭାର ଦିଆଗଲା, ଯେତେବେଳେ ପଢିବେ ଦ୍ୱିତୀୟ ବଂଶାବଳୀ 10 ଅଧ୍ୟାୟରୁ ପଢିବେ ଯଦି, ସେମାନେ କଣ କଲେ? କୌଣସି ଲୋକଙ୍କୁ ପଚାରିଲେ ନାହିଁ। ଯୁବା ମାନଙ୍କୁ ପଚାରିକି ସେମାନେ କଣ କରୁଛନ୍ତି? ଶାସନଟା ଆରମ୍ଭ କରୁଛନ୍ତି। ଦେଶ ବିଭକ୍ତ ହେଇଗଲା। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଆଜି କାହାକୁ ପଚାରୁଛୁ? ମୋର ଯାତ୍ରା ପଥରେ କି ପ୍ରକାର ଭାବରେ ମୁଁ ଆଗକୁ ବଢିବି? ମୋର ଯାତ୍ରାରେ ମତେ ପଚାରି ପଚାରି ଯୀଶୁଙ୍କୁ ପଚାରି 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 ପ୍ରାର୍ଥନା କରି 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 ତାଙ୍କ ପଛରେ ଚାଲିବା ଦରକାର, କାରଣ ଜଗତ ମନ୍ଦ ଅଟେ। ତୃତୀୟ ବିଷୟ, ଗୋଟେ ଯାତ୍ରୀ ନିଜର ପରିଚୟକୁ ସେ ଦିଏ। ପ୍ରାୟ ଆମେ ଦେଖୁ ନିଜର ପରିଚୟକୁ, କାରଣ ଭଲ ବିଷୟ ଗୋଟେ ଲେଖାଯାଏ। ଯେତେବେଳେ ପଢିବେ ଦ୍ୱିତୀୟ କରନ୍ଥୀୟ 3 ଅଧ୍ୟାୟର 1ରୁ 3 ପଦରେ ଗୋଟେ କଥା ଲେଖାଯାଏ ଯେ ଆମ୍ଭେ ମାନେ ହଉଛୁ ଗୋଟେ ଗୋଟେ ପଠିତ ପତ୍ର। ପାଉଲ କହୁଛନ୍ତି ତୁମ୍ଭେ ମାନେ, ମୁଁ ପଢିବା ପାଇଁ କହୁନାହିଁ ସମୟର ସ୍ୱଳ୍ପତା ହେତୁ, ଯେ ଆମେ ହଉଛୁ ଗୋଟେ ଗୋଟେ ପତ୍ର। ପାଉଲ କହୁଛନ୍ତି କରନ୍ଥୀୟ ମଣ୍ଡଳୀକୁ ଯେ ତୁମେ ମାନେ ଗୋଟେ ଗୋଟେ ପତ୍ର ଅଟ, ତୁମକୁ ଦେଖି ମାନେ ଲୋକମାନେ ପଢିବେ। ଆଜି ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ଗୋଟେ ପତ୍ର ସଦୃଶ୍ୟ, ଆମେ ଯୀଶୁଙ୍କର ଗୋଟେ ଗୋଟେ ଛବି ଅଟୁ। ଆମକୁ ଦେଖିକି ଲୋକମାନେ ଜାଣିବେ ନିଜର ପରିଚୟ। ଗୋଟେ ବିଦେଶୀ ଲୋକକୁ ଯେତେବେଳେ ଆମେ ଦେଖୁ, ସେ ଯେତେବେଳେ ଯାତ୍ରା କରି କରିକି ଆସିଥିବ, ପ୍ରାୟ ଯେତେବେଳେ ଦେଖିବେ ଯେ ଅନେକ ଲୋକଙ୍କର ରାଜ୍ୟର ବିଭିନ୍ନ ପ୍ରକାର ବେଶଭୂଷା, ସେମାନଙ୍କର ଖାଦ୍ୟକୁ ଦେଖିକି ଆମେ ଜାଣୁ, ସେମାନଙ୍କର ବେଶଭୂଷାକୁ, ସେମାନଙ୍କର ହେୟାର କଟିଂକୁ ଦେଖିକି ଆମେ ଜାଣୁ ଏମାନେ ରାଜସ୍ଥାନୀ ଲୋକ, ଏମାନେ ଆଉ କୌଣସି ସାଉଥ ଇଣ୍ଡିଆନ ଲୋକ, ଏମାନେ ପଞ୍ଜାବର ଲୋକ, ଏମାନେ ବିଭିନ୍ନ ଦେଶରୁ ବିଲଙ୍ଗସ କରନ୍ତି। ଆମେ ଜାଣୁ, କାରଣ ସେମାନଙ୍କର ବେଶଭୂଷାରୁ ସେମାନେ ଆମେ ଜାଣିଦଉ। ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ମଧ୍ୟ ନିଜର ପରିଚୟ ଦେବା ଦରକାର। ଯେତେବେଳେ ଗୋଟେ ସ୍ୱର୍ଗର ଯାତ୍ରୀ ଆମମାନଙ୍କୁ ଲୋକମାନଙ୍କୁ ନିଜର ପରିଚୟ ଦେବାର ଅଛି। ଆମେ ହଉଛୁ ଗୋଟେ ଗୋଟେ କଣ ହଉଛୁ ଗୋଟେ ଗୋଟେ ପତ୍ର ହଟୁ। ଆମମାନଙ୍କୁ ଲୋକମାନେ ପଢିବା ଆବଶ୍ୟକ। ଏମାନେ ଯୀଶୁଙ୍କର ଲୋକମାନେ। ମୂଷା କହୁଛନ୍ତି ଯାତ୍ରା ପୁସ୍ତକ 33 ଅଧ୍ୟାୟ 16ରେ ପ୍ରଭୁଙ୍କୁ କହୁଛନ୍ତି, ପ୍ରଭୁ ଯେତେବେଳେ ଆମେ ଯାତ୍ରା କରିବୁ ଠିକ, କିନ୍ତୁ ତୁମେ ଆମ ସଙ୍ଗେ ଯାତ୍ରା କରିବାର ଅଛି, କାରଣ ତୁମେ ଆମ ପାଖରେ ରହିଲେ ଏଇ ପୃଥିବୀରେ ବିଶେଷ ଲୋକ ବୋଲି ଆମେ ଜଣାଯିବୁ। ପ୍ରଭୁଙ୍କୁ ସାଥିରେ ନେଇକି ଗଲେ ଆମେ ବିଶେଷ ଲୋକ ହେଇପାରିବା। ଆମେ ଜଣାଯିବା, ଲୋକ ଆମମାନଙ୍କୁ ଜାଣିବେ, ଆମଠାରୁ ସୁଗନ୍ଧର ବାସ୍ନା ସବୁ ବାହାରିବ। କାରଣ ଆମମାନଙ୍କୁ ପ୍ରଭୁ କହିବା ପାଇଁ ଚାହାନ୍ତି, ମୋର ପରିଚୟ ଆଜି ମୁଁ କଣ ଦଉଛି ଜଗତରେ। ମୋର ପରିଚୟ, ମୁଁ ଯେତେବେଳେ ଗୋଟେ ଯାତ୍ରା କରି କରିକି ଯାଉଛି, ମୋର ଯାତ୍ରା ପଥରେ ମୋର ପରିଚୟ ଆଜି ମୁଁ କଣ ଦଉଛି। ମୂଷା ଯେତେବେଳେ ଉପବାସ କରିକି ଯେତେବେଳେ ପାହାଡରୁ ଓହ୍ଲେଇଲେ, ଲୋକମାନେ ତାଙ୍କର ମୁଖକୁ ଦେଖି ପାରିଲେନି। এই ପ୍ରକାର ଉଚ୍ଛଳ ଥିଲା ଆମମାନଙ୍କର ମୁଖକୁ, ଆମମାନଙ୍କର କଥାବାର୍ତ୍ତାକୁ ଦେଖିକି ଲୋକମାନେ ଜାଣିବା ଦରକାର। ଯେତେବେଳେ ଦ୍ୱିତୀୟ ବଂଶାବଳୀ ଦ୍ୱିତୀୟ ରାଜାବଳୀ ତାର 4 ଅଧ୍ୟାୟକୁ ଯେତେବେଳେ ପଢିବେ, ଯେତେବେଳେ ପଢନ୍ତୁ ଯେ ସେଠି ଇଲିଶାଙ୍କ ବିଷୟ ଲେଖାଯାଏ। ସୁନେମକୁ ଯେତେବେଳେ ସେ ଯାଉଥିଲେ ଆସୁଥିଲେ, ସେଇ ସମୟରେ ଗୋଟେ ଧନୀ ବ୍ୟକ୍ତି, ସୁନେମିଆ ସ୍ତ୍ରୀଙ୍କ ବିଷୟ ଲେଖାଯାଏ। ଧନୀ ବ୍ୟକ୍ତି, ଧନୀ ସ୍ତ୍ରୀ ଲୋକ, ସେ ସୁନ୍ଦର କଥା ଲେଖା ହେଇଛି। ସୁନେମିଆ ସ୍ତ୍ରୀ ତାଙ୍କୁ ଯେତେବେଳେ ଘରକୁ ଡାକୁଥିଲେ, ଖାଇବା ପିଇବାକୁ ଦେଉଥିଲେ, ଏବଂ ତାଙ୍କୁ ସ୍ୱାମୀକୁ ସେ କହୁଛନ୍ତି, ଏଇ ଯୋଉ ବ୍ୟକ୍ତି ନିତ୍ୟ ଆମ୍ଭମାନଙ୍କ ସମ୍ମୁଖ ଦେଇକି ଯିବା ଆସିବା କରନ୍ତି, ଏଇ ଗୋଟେ ପବିତ୍ର ଲୋକ, ଏଇ ଗୋଟେ ଈଶ୍ୱରଙ୍କର ଲୋକ, ଆଙ୍କ ପାଇଁ
ଏ ଜଣେ ଈଶ୍ୱରଙ୍କର ଲୋକ। ଆମମାନଙ୍କୁ ଲୋକ ଜାଣିବା ଦରକାର। ଆମମାନଙ୍କର ଡ୍ରେସ ରେ ଆମମାନେ ନିଜର ପରିଚୟ ଦେବାର ଆବଶ୍ୟକ ରହିଛି। ମୁଁ କିଏ? ମୁଁ ଯେ ଯୀଶୁଙ୍କର, ମୋର ବେଶଭୂଷା ଦ୍ୱାରା ଲୋକମାନେ ଜାଣିବା ଆବଶ୍ୟକ ଏ ଜଣେ ଯୀଶୁଙ୍କର ପିଲା, ଏ ଜଣେ ଖ୍ରୀଷ୍ଟିଆନ ପିଲା, ଏ ଜଣେ ଖ୍ରୀଷ୍ଟଙ୍କର ପରିବାରରୁ ବିଲଙ୍ଗସ୍ କରୁଛି। ଆମମାନଙ୍କର କଥାବାର୍ତ୍ତା ଯୋଗୁଁ ମଧ୍ୟ ଆମମାନେ ଜଣେଇବା ଦରକାର। ପିତର ଯେତେ ଅସ୍ୱୀକାର କଲେ ମଧ୍ୟ ସେଦିନ ପିତରକୁ କୁହାଗଲା ନା 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 ନା, ତୁମେ ଅସ୍ୱୀକାର କରିପାରିବନି, କାରଣ ତୁମର ବୋଲିରୁ ଜଣା ପଡୁଛି ତୁମେ ମଧ୍ୟ ଯୀଶୁଙ୍କ ସଙ୍ଗରେ ଥିଲ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନେ କି ପ୍ରକାର କଥାବାର୍ତ୍ତା କରିକି ଯାତ୍ରା କରୁଛୁ, କି ପ୍ରକାର ବେଶଭୂଷା ହେଇକି ଆମେ ଜଗତରେ ଯାତ୍ରା କରୁଛୁ। ଆମମାନଙ୍କର ଯାତ୍ରା ସ୍ୱର୍ଗର ଯାତ୍ରୀ ଅଟୁ। ଆମେ ଆମମାନଙ୍କର ଭେଷରେ, ଆମମାନଙ୍କର କଥାବାର୍ତ୍ତାରେ, ଆମମାନଙ୍କର ଚାଲିଚଳନରେ, ଯେତେବେଳେ ଯୋସେଫ ଜଣଙ୍କ ଘରେ ଦାସ ଭାବରେ ଥିଲେ, ଯୋସେଫଙ୍କର କର୍ତ୍ତା ଦେଖୁଛନ୍ତି ଯୋସେଫଙ୍କ ହୃଦୟରେ ଈଶ୍ୱରଙ୍କର ଆତ୍ମା ଥିଲା। ଅନ୍ୟମାନେ ଦେଖିବା ଦରକାର ଆମ ମଧ୍ୟରେ ଈଶ୍ୱରଙ୍କର ଆତ୍ମା ଅଛି। ଆମ ମଧ୍ୟରେ ଆମମାନଙ୍କର କଥାବାର୍ତ୍ତା ଯୋଗୁଁ ଲୋକମାନେ ଜାଣିବା ଆବଶ୍ୟକ ଏମାନେ ଏଇ ଦେଶର ନୁହଁ, ଏକ ସ୍ୱର୍ଗ ରାଜ୍ୟର ଯାତ୍ରୀ ଅଟନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର କଥାବାର୍ତ୍ତା, ଆମମାନଙ୍କର ଡ୍ରେସ ପଟା କି ପ୍ରକାରରେ ଆମେ ପରିଚୟ ଦେଉଛୁ। ଏବଂ ଯେତେବେଳେ ଦାନିଏଲକୁ କୁହାଗଲା ତୁମେ ରାଜାର ଖାଦ୍ୟ ଖାଇବ, ପ୍ରଥମ ଯେତେବେଳେ ଦାନିଏଲକୁ କୁହାଗଲା ଏବଂ ତାଙ୍କର ସଙ୍ଗୀ ମାନଙ୍କୁ ସେମାନେ କହିଲେ ଆମେ ଖାଇବୁନି, ନିଜର ଖାଦ୍ୟ ଦ୍ୱାରା ସେମାନେ ପ୍ରକାଶ କରୁଛନ୍ତି ଆମେ ହଉଛୁ ଈଶ୍ୱରଙ୍କ ଲୋକ। ଆଜି ଆମେ ଆମମାନଙ୍କର ଖାଦ୍ୟପେୟରେ ମଧ୍ୟ ଆମର ପରିଚୟ ଦେଉଛୁ କି ନାହିଁ? ଆମର ଡ୍ରେସରେ ଆମେ କି ପ୍ରକାର ପରିଚୟ ଦେଉଛୁ? ଆମମାନଙ୍କର କଥାରେ ଆମେ କି ପ୍ରକାର ପରିଚୟ ଦେଉଛୁ? ଆମମାନଙ୍କର ସହଭାଗିତାରେ ମରିୟମକୁ ଯେତେବେଳେ ଗର୍ଭବତୀ ହେଲେ, ଏଲିଜାବେଥ ମଧ୍ୟ ଗର୍ଭବତୀ। ଯେତେବେଳେ ମରିୟମ ଏବଂ ଏଲିଜାବେଥ ମିଶୁଛନ୍ତି, ଲେଖାଯାଏ ଲୁକ ପୁସ୍ତକ 1:39-40 ପଢିବେ, ଏଲିଜାବେଥ ଏବଂ ମରିୟମ ଯେତେବେଳେ ସହଭାଗିତାରେ ମିଶିଲେ, ପବିତ୍ର ଆତ୍ମାରେ ଦୁଇ ଜଣ ଯାକ ପୂର୍ଣ୍ଣ ହେଲେ। ଆମମାନଙ୍କର ସହଭାଗିତା ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ଆବଶ୍ୟକ। ସେଇଟା ହିଁ ଆମର ପରିଚୟ। ମୁଁ କେଉଁ ଲୋକମାନଙ୍କ ସହିତ ସହଭାଗିତା କରୁଛି, ମୁଁ କେଉଁ ଲୋକମାନଙ୍କ ସହିତ ମିଶୁଛି, ସେ ସହଭାଗିତା ଦ୍ୱାରା ଜଣାଯାଏ। ମାର୍କ ପୁସ୍ତକ 2:1 ଲେଖାଯାଏ, ଯୀଶୁ କଫରନାହୁମରେ ପ୍ରବେଶ କରନ୍ତେ ସେ ଘରେ ଅଛନ୍ତି ବୋଲି ଜନରବ ହେଇଗଲା। ଆମ ଘରେ ଯୀଶୁ ଅଛନ୍ତି ବୋଲିକି ଲୋକମାନେ ଜାଣିବା ଦରକାର ଏମାନେ ଖ୍ରୀଷ୍ଟଙ୍କର ଲୋକମାନେ, ଏମାନେ ଖ୍ରୀଷ୍ଟଙ୍କ ଆରାଧନା କରନ୍ତି। ଯୀଶୁ ଘରେ ଅଛନ୍ତି ବୋଲିକି ଜନରବ ହେଇଗଲା। ଲୋକମାନେ, ବହୁତ ଲୋକ ସେ ଘରେ ପ୍ରବେଶ କଲେ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନଙ୍କର ଘର ଦ୍ୱାରା ମଧ୍ୟ ଆମେ ନିଜର ପରିଚୟକୁ ପ୍ରକାଶ କରିପାରିବା। ଆମମାନଙ୍କର ଡ୍ରେସ ଦ୍ୱାରା, ଆମମାନଙ୍କର କଥାବାର୍ତ୍ତା ଦ୍ୱାରା, ଆମମାନଙ୍କର ସହଭାଗିତା ଦ୍ୱାରା, ଆମମାନଙ୍କର ଚାଲିଚଳନ ଦ୍ୱାରା, ଆମମାନଙ୍କର ସବୁ ବିଷୟ ଦ୍ୱାରା ଯୀଶୁ କଣ ହୁଅନ୍ତି? ପ୍ରକାଶିତ ହୁଅନ୍ତି। କାରଣ ମାଥ୍ୟୁ ପୁସ୍ତକ ଲେଖାଯାଏ ଯେ ତୁମମାନଙ୍କର ସତ୍କର୍ମ ଦେଖି ଲୋକମାନେ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ଆଜି ମୋ ଦ୍ୱାରା, ମୋ ପରିବାର ଦ୍ୱାରା, ମୋ ସମାଜ ଦ୍ୱାରା ଯୀଶୁ ପରିଚିତ ହଉଛନ୍ତି କି? ଯୀଶୁ ପରିଚିତ ହଉଛନ୍ତି କି? କାରଣ ପାଉଲ କହିଲେ ମୋର କଷ୍ଟ, ମୋର ଯନ୍ତ୍ରଣା ଏ ପ୍ରକାର ମୁଁ ଭୋଗିବି, ଯଦ୍ୱାରା ଯୀଶୁ ମୋ ଶରୀରରେ କଣ ହୁଅନ୍ତୁ? ପ୍ରକାଶିତ ହୁଅନ୍ତୁ। ଯାହା କିଛି ମୋ ପାଇଁ ଲାଭଜନକ ଥିଲା ସବୁ ଜିନିଷକୁ ମୁଁ କ୍ଷତି କରୁଛି, କାରଣ ମୋ ଜୀବନରେ ମୁଁ ଚାହୁଁଛି ଯୀଶୁ ମୋ ଜୀବନରେ ପ୍ରକାଶିତ ହୁଅନ୍ତୁ ବୋଲି। ଆଜି ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନେ ଆମର ପରିଚୟକୁ କି ପ୍ରକାର ଭାବରେ ଜଗତରେ ଦଉଛୁ? ମୋର ପରିବାରର ପରିଚୟ ମୁଁ କି ପ୍ରକାର ଭାବରେ ଦିଏ? ଚତୁର୍ଥ ବିଷୟ, ପ୍ରଥମ ବିଷୟ କହିଲି ଯେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେ ଯାତ୍ରା କରେ, ଏବଂ ଦ୍ୱିତୀୟ ବିଷୟ କହିଲି ସେ ପଚାରିକି ବୁଝେ, ତୃତୀୟ ବିଷୟ କହିଲି ନିଜର ପରିଚୟକୁ ସେ ଦିଏ, ଏବଂ ଚତୁର୍ଥ ବିଷୟ ସେ ହାଲୁକା ଭାବରେ ଯାତ୍ରା କରେ। କିଛି ବାର୍ଡେନ ନଥାଏ ତାର, ହାଲକା ଭାବରେ। ଯେତେବେଳେ ବି ଆପଣ ମାନେ କଣ ଯାତ୍ରା କରୁଛନ୍ତି, ମାନେ ଯାହା ଆବଶ୍ୟକ ସେଇ ଜିନିଷକୁ ହିଁ ଆମେ ଧରିକି ନେଇକି ଯାଉ। ଯେତେବେଳେ ଟ୍ରାଭେଲ କରୁ ଆମେ ବେଶୀ ଜିନିଷ ନେଇ ନଥାଉ, ହାଲକା କରିକି ଯାତ୍ରା। ଆମେ ମଧ୍ୟ ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ପୁରା ହାଲକା ହେଇକି ଯିବା ଦରକାର। ମାଥ୍ୟୁ 6:34 ଲେଖାଯାଏ, ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ, କାଲି ପାଇଁ ଚିନ୍ତା କରିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ବିଷୟରେ ଆମେ ବୋଝଗ୍ରସ୍ତ ହେଇଯାଉ, ଅନେକ ବିଷୟରେ ଭାରାକ୍ରାନ୍ତ ହେଇଯାଉ। ଆମର ଚିନ୍ତା, ଆମର ଭାର ଏ ପ୍ରକାର ହେଇଯାଏ, ଆମେ ମଜିଯାଉ, ଆମେ କଣ ହେଇଯାଉ? ବୋଝଗ୍ରସ୍ତ ହେଇଯାଉ। ଚାଲିବା ପାଇଁ ବଳ ନାହିଁ। ସେଥିପାଇଁ ପ୍ରଭୁ କହିଲେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ
ଚିନ୍ତାର ଭାର ପ୍ରଭୁଙ୍କୁ ଦେବା। ଯେତେବେଳେ ହାଲୁକା ହେବା ପାଇଁ ଚାହୁଁଛନ୍ତି, ପ୍ରଥମ ପିତର 5:7 ଲେଖାଯାଏ, ତୁମର ସମସ୍ତ ଚିନ୍ତାର ଭାର ଆମ୍ଭ ନିକଟରେ ପକାଅ, କାରଣ ଆମ୍ଭେ ତୁମମାନଙ୍କ ନିମନ୍ତେ ଚିନ୍ତା କରୁଛୁ। କାରଣ ପ୍ରଭୁ କହନ୍ତି ଗୀତ ସଂହିତା 37:5 ତୁମର ଗତି ଆମ୍ଭ ନିକଟରେ ସମର୍ପଣ କର, ତହିଁରେ ତୁମର ମନୋବାଞ୍ଛା ପୂର୍ଣ୍ଣ ହବ। ହିତୋପଦେଶ 16:3 ଲେଖାଯାଏ, ଆମର କାର୍ଯ୍ୟକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା, ଆମମାନଙ୍କର ଚିନ୍ତାକୁ, ଆମମାନଙ୍କର ଗତିକୁ, ଆମମାନଙ୍କର କାର୍ଯ୍ୟକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିଦେବା। ପ୍ରଭୁ ମୁଁ ଚାଲି ପାରିବିନି, ପ୍ରଭୁ ମୁଁ ଏ ବୋଝ ଆଉ ବୋହି ପାରିବିନି, ପ୍ରଭୁଙ୍କ ନିକଟରେ ସମର୍ପଣ କରିଦିଅନ୍ତୁ। ଗୋଟେ ଯାତ୍ରୀ ହାଲକା ଭାବରେ ସେ ଯାତ୍ରା କରିବା ଦରକାର। ଟିକେ ଜଷ୍ଟ ଖାଇଲା ପିଇଲା, ପଣ୍ଡିତ ମାନେ ମଧ୍ୟ ପୂର୍ବ ଦେଶରୁ ଆସିଛନ୍ତି, କେତେ ଜଣ ପଣ୍ଡିତ ଆସିଥିଲେ ଲେଖାଯାଏ ନାହିଁ, କିନ୍ତୁ ସେମାନେ ସୁନା କୁନ୍ଦୁରୁ ଗନ୍ଧରସ ଦେଇକି ହାଲକା ଭାବରେ ସେମାନେ ଯାତ୍ରା କରୁଛନ୍ତି। ଯାହା ଯୀଶୁଙ୍କ ପାଇଁ ଦରକାର ଥିଲା ସେଇ ଜିନିଷ ହିଁ ସେମାନେ ଆଣିଛନ୍ତି। କେତେବେଳେ କୋଉଠି ଖାଇଲେ, ସେଥିପାଇଁ ସେମାନଙ୍କର ଯାତ୍ରା, ସେମାନଙ୍କର ଜର୍ଣ୍ଣି ହଉଛି ଗୋଟେ ଜର୍ଣ୍ଣି ଅଫ ଫେଥ, ଜର୍ଣ୍ଣି ଅଫ ସାକ୍ରିଫାଇସ। ସେମାନେ ସାକ୍ରିଫାଇସ କରିକି ଆସିଛନ୍ତି। ପଣ୍ଡିତର ଲୋକମାନେ, ପଣ୍ଡିତ ଜ୍ଞାନୀ ଲୋକମାନେ କୋଉଠି ଖାଇଲେ, କୋଉଠି ପିଇଲେ, ତାଙ୍କର ବିଷୟ କିଛି ଲେଖାଯାଏ ନାହିଁ। ଯଦି ଚିନ୍ତା କରୁ, କେତେ ବନ ଜଙ୍ଗଲ ଦେଇକି ଆସିଥିବେ, ପାହାଡ ପର୍ବତ ଦେଇକି ଆସିଥିବେ, କୋଉଠି ପାଣି ମିଳି ନଥିବ, ବହୁତ କଷ୍ଟରେ ସେମାନେ ଯାତ୍ରା କରିଛନ୍ତି। ହାଲୁକା ଭାବରେ କୌଣସି ଯାହା ଖାଇବାଟା ଆଣିଥିବେ ତାହା ବି ସରି ଯାଇଥିବ। ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ହାଲୁକା ଭାବରେ ଚିନ୍ତା ପ୍ରଭୁଙ୍କ ନିକଟରେ ଥୋଇକି ହାଲୁକା ଭାବରେ ଆମମାନେ ଚାଲିବା ଆବଶ୍ୟକ। ଅନେକ ସମୟରେ ଏ ଜଗତର ସଂସାରର ବିଷୟ ସବୁକୁ ଆମମାନଙ୍କୁ ଏ ପ୍ରକାର ବୋଝଗ୍ରସ୍ତ କରିଦିଏ। ସେଦିନ ଦିମା 2 ତିମୋଥୀ 4:10 ଲେଖାଯାଏ, ଦିମା ସଂସାରକୁ ପ୍ରେମ କରି ସଂସାରକୁ ଚାଲିଗଲା। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଅନେକ ସମୟରେ ଆମେ ବୋଝଗ୍ରସ୍ତ ହେଇଯାଉ, ଲୋକମାନେ ଆତ୍ମହତ୍ୟା କରିଦଉଛନ୍ତି, ଏ ପ୍ରକାର ବୋଝଗ୍ରସ୍ତ ହେଇଯାଉଛନ୍ତି, ଆତ୍ମହତ୍ୟା କରିଦଉଛନ୍ତି। ବହୁତ ସୁନ୍ଦର କଥା ଲେଖାଯାଏ, ପ୍ରଥମ ତିମୋଥୀ 6:6-8 ଲେଖାଯାଏ, ପାଉଲ କହୁଛନ୍ତି ଅନ୍ନ ବସ୍ତ୍ର ଥିଲେ ଯଥେଷ୍ଟ। ଆମମାନଙ୍କୁ ପ୍ରଭୁ କହୁଛନ୍ତି ଅନ୍ନ ବସ୍ତ୍ର ଥିଲେ ଯଥେଷ୍ଟ, ଆଉ କିଛି ଆମେ ନେଇକି ଆସିନା, ଆଉ କିଛି ନେଇକି ଯାଇପାରିବାନି। କିନ୍ତୁ ଯାହା ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ଯୀଶୁଙ୍କ ପାଖକୁ ନେଇକି ଯିବା ଆବଶ୍ୟକ। ପଣ୍ଡିତ ମାନେ ସୁନା କୁନ୍ଦୁରୁ ଗନ୍ଧରସ ସେଇଟା ହିଁ ଦେଲେ, ତାପରେ ହାଲକା ଭାବରେ ଜର୍ଣ୍ଣି କଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ କଣ କେତେ ବୋଝଗ୍ରସ୍ତ ଭାବରେ ଯାତ୍ରା କରୁଛୁ କି? କାରଣ ଜିହିଜିକଲ ଦର୍ଶନ ଦେଖିବା ସମୟରେ ଜିହିଜିକଲ ଯେତେବେଳେ ପାଣି ଭିତରେ ପହଁରୁଛନ୍ତି, ସେ କଣ କଲେ, ପାଣି ଉପରେ ପହଁରିଲେ ଏବଂ ସେ ଲେଖାଯାଏ କାଦୁଅ ଚିଲ ସବୁ କଣ ହେଲା, ତଳେ ରହିଗଲା, ସେ ଉପରେ ଉପରେ ଭାସିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ହାଲକା ଭାବରେ ଯାତ୍ରା କରିବା ଆବଶ୍ୟକ। ପଣ୍ଡିତ ମାନେ ହାଲକା ଭାବରେ ଯାତ୍ରା କଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଯାତ୍ରା କରିବା ପାଇଁ କୁହାଗଲା, ଲୋଟଙ୍କ ସ୍ତ୍ରୀ କଣ କରୁଛନ୍ତି, ପୁନର୍ବାର ପଛକୁ ନେଇକି ଦେଖି ଦଉଛନ୍ତି। କାରଣ ସଂସାରର ବୋଝ, ଧନର ଲାଳସା, ଧନର ସମସ୍ତ ବିଷୟ ତାକୁ ଚାପି ପକେଇଥିଲା, ଯଦ୍ୱାରା ସେ କଣ କରୁଛନ୍ତି, ପଛକୁ ଦେଖୁଛନ୍ତି, ଆଗକୁ ବଢି ପାରିଲା ନାହିଁ, ସେ ସୁରକ୍ଷିତ ରକ୍ଷା ପାଇପାରିଲେ ନାହିଁ। ଲୋଟ ତାଙ୍କର ପିଲାମାନେ ରକ୍ଷା ପାଇଲେ, ଲୋଟଙ୍କ ସ୍ତ୍ରୀ ଲବଣ ସ୍ତମ୍ଭ ହେଇଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ଯେତେବେଳେ ଆମେ ଯାତ୍ରା କରୁଛୁ ଗୋଟେ ସ୍ୱର୍ଗର ରାଜ୍ୟକୁ, ଆମମାନଙ୍କୁ ବୋଝ ହେଇକି ଯିବାକୁ ପଡିବନି, ଆମମାନଙ୍କୁ ହାଲକା ଭାବରେ ଯାତ୍ରା କରିବା ଆବଶ୍ୟକ ରହିଛି, ଯଦ୍ୱାରା ଆମେ ଠିକ ଭାବରେ ନିଜର ତ୍ରାଣକର୍ତ୍ତାଙ୍କ ଠାରେ, ନିଜର ମୁକ୍ତିକର୍ତ୍ତାଙ୍କ ପାଖରେ ପହଞ୍ଚି ଯାଇପାରିବା। ଆଜି ଆମମାନଙ୍କୁ କଣ ବୋଝଗ୍ରସ୍ତ କରୁଛି? ଆମମାନଙ୍କର ବୋଝକୁ ଯୀଶୁଙ୍କ ନିକଟରେ ସମର୍ପଣ କରନ୍ତୁ, ହାଲକା ଭାବରେ ଯାତ୍ରା କରନ୍ତୁ। ଅନ୍ନ ବସ୍ତ୍ର ଥିଲେ ଯଥେଷ୍ଟ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି କେଉଁ ବିଷୟ ଆଜି ଆମମାନଙ୍କୁ ବୋଝଗ୍ରସ୍ତ କରୁଛି, ତାକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିକି ହାଲକା ଭାବରେ ଯାତ୍ରା କରନ୍ତୁ। ଶେଷ ବିଷୟ କହିକି ସମାପ୍ତ କରିବି, ସେ ପୁନର୍ବାର ନିଜର ଗୃହକୁ ଫେରେ। ସେ ଯୋଉଠୁ ଆରମ୍ଭ, ସେ ଯାତ୍ରା କରେ, ଅନ୍ୟ ଜାଗାରୁ ଅନ୍ୟ ଜାଗାକୁ ପଚାରି ବୁଝେ, ନିଜର ପରିଚୟକୁ ଦିଏ ଏବଂ ସେ ହାଲକା ଭାବରେ ଯାତ୍ରା କରେ ଏବଂ ଶେଷରେ ସେ କଣ କରେ, ନିଜର ଘରକୁ ସେ ଫେରେ। ଯୀଶୁ କହୁଛନ୍ତି ଯେ, ଯୀଶୁ ଆଉ କହିଲେ ଯୋହନ ପୁସ୍ତକ 14, ମୁଁ ତୁମମାନଙ୍କ ପାଇଁ ଘର ପ୍ରସ୍ତୁତ କରିଛି, ମୁଁ ଆସିଲେ ତୁମମାନଙ୍କୁ ନେଇକି ଯିବି। ଯିଏକି ସ୍ୱର୍ଗ ରାଜ୍ୟର ଯାତ୍ରୀ, ଆମମାନଙ୍କୁ ପ୍ରଭୁ କହୁଛନ୍ତି ତୁମ ପାଇଁ ଗୋଟେ ଘର ପ୍ରସ୍ତୁତ। ଯିଏକି ଯାତ୍ରା କରିକି ଯାଉଥିବ, ସେ ନିଜ ଘରକୁ ଯିବ। ସେଥିପାଇଁ ଦାଉଦ କହିଲେ ଗୀତ ସଂହିତା 23 ଅଧ୍ୟାୟର ପ୍ରାୟ
आमनको पाई गोटे अक्षय नगर अच्छी स्वर्ग से स्वर्गर नगर यात्री आमे कारण फिलिपियो पुस्तक 3:20 लिखा जाए आम माने स्वर्गर प्रजा अटू आम जगत किसी ना आम स्वर्गर प्रजा जोहन कलसियो 4:1 लिखा जाए आम कर्ता आम पिता स्वर्ग अच्छा माथ्यू 6:20 लिखा जाए आम धन स्वर्ग अच्छी लुक 10:20 लिखाई आमर नाम स्वर्ग अच्छी माथ्यू 5:12 पद लिखा जाए आमर पुरस्कार मध्य स्वर्ग अच्छी आमने जानू आमनकर पिता स्वर्ग आमनकर घर स्वर्ग आमनकर नाम स्वर्ग आमनकर सिटीजनशिप स्वर्ग आमनकर नगर स्वर्ग आमनकर धन भी सही आमनकर नाम भी सही आमनकर पुरस्कार भी सही तो कहीं आमने जगत रे जाबुड़ी की धरिबा सब विषय को हल्का भाव यात्रा करंतु एवं सेई जगह को निज घर को जीवा पाई चेष्टा करंतु आम पाई स्वर्ग रखिछंती प्रभु सेति पाई से पंडित माने जेते 12 अध्याय पढिलु 12 पद 2 लुक माथ्यू 2:12 पद रे से माने कोन कले आ परे हेरोदଙ୍କ निकटକୁ बाहुडी न ଯିବାକୁ स्वप्न प्रत्यादेश पाए अन्य पथ देई स्वदेश को प्रस्थान कले से माने जो स्थान को आस्ते से स्थान को प्रस्थान कले आमानकर स्वस्थान होची स्वर्ग तेणु आमानकु से यात्रा करिवार अछि आमानकु से जगह को फेरिवार अछि आज आमने को पथरे जाउछु अन्य पथ देई जाउछु कि आमानकु फेरिबाकू पड़िबो पवित्र पुत्र निज घर को फेरिले जाकुब निज घर को फेरिले अनेक लोक फेरी बापा पाखक निजर राज्य को आज गोटे ख्रीष्ट विश्वासी को प्रभु कहते फेरिकी आस मोर पिला माने जेतेबेले तुमे जगत रे भड़की जाइछ जगत रे जदि बैकस्लाइडिंग हेइछ विपथ गमन करूछ प्रभु कहते निज राज्य को फेरिकी आस हल्का भाव आस पचारि पचारि की आस निजर परिचय देकी आस से माने पंडित माने जाई यीशुଙ୍କ निकट रे पहुंची पारले कितने भाग्यवान से माने जे माने कौन हेले पहुंचिले यीशु को दर्शन कले सुना कुंदरु गंधरस दे स्वदेश को प्रस्थान कले आज आमने केउ दिवस नै कि आमे जाउछु यीशु को भेटिबा पाए से दिन सुना कुंदरु गंधरस रे संतुष्ट हेतिले यीशु किंतु वर्तमान जेतेबेले से विचार करता भाबरे आसीबे जेतेबेले से आमानकर गोटे आउ उद्धार करता भाबरे जेतेबेले जगत रे प्रकाशित हेबे गोटे ख्रीष्ट विश्वासी को हाथ रे कोन देखिबे से आमानकर पवित्रता जीवन आमानकर उत्तमता आमानकर पवित्रता आमानकर विश्वस्तता आमानकर धार्मिकता को प्रभु देखिबे जे कहबे विश्वस्त एवं उत्तम दास तो पाई रखाइची जा माथ्यू पुस्तक 25 अध्याय जते बेले पढिबे जानि पारिबे आज मु कोन नै की यात्रा करछि प्रभु को देबा पाए ते दिन पंडित माने सुना कुंदरु गंधरस देले आज मोर जीवन रे कोन नहीं गले कौन देखिले प्रभु मते से निजर घरे से कौन करिवे स्थानटे देबे तेणु प्रभु आमन को आशीर्वाद करंतु आम माने यात्रा करूछु पंडित माने से दिन यात्रा कले गोटे स्थान रो अन्य स्थान को पचारि पचारि गले एवं से मानकर परिचय को देगी गले से कहउछंती आमे पूर्व देश रो आसीछु निजर परिचय को देबा आवश्यक आम मानकर कथा रे आम मानकर उपासना रे आम मानकर ड्रेस रे आम मानकर सब विषय रे आम माने प्रभुंकर परिचय देउ एवं हल्का भाव यात्रा करू कौन सी बोझग्रस्त हेबार प्रभु कहते तुम चिंतार भार आम निकट पकाओ तुम गति आम निकट समर्पण कर तुम कार्य आम निकट समर्पण कर हल्का भाव यात्रा करू एवं प्रभु कहते तुम्हें निज गृह को फेरिकी आस प्रभु अपेक्षा करिसंती से दिन पंडित मान गुहाल घर अपेक्षा करथिला आज प्रभु स्वर्ग रे आम अपेक्षा करछंती गोटे सुंदर घरटी आम अपेक्षा करिछि आ माने से यीशु को प्रसन्न कला पर जिनस नहीं कि जाओ तांको भेट करू कारण आमे होचु से स्वर्ग राज्य रो यात्री आमे जेतेबेले बोझग्रस्त हो जेतेबेले हल्का जेतेबेले माने कोनसी विषय बोझग्रस्त हो बोझ ही की रही जिबा तेनु हल्का भाव यात्रा करंतु यीशु को सहित साक्षात करि परिबा जो द्वारा मानकर बड़ दिन से दिन हबो जो दिन की आमने यीशु को निकट रे तांको सहित वास करि परिबा प्रभु एई आमेन आमेन बात भाई आम समस्त निमंत्रण लगे आपन को सपरिवार को बहुत आशीर्वाद